ପିଲାମାନେ ଚିଣ୍ଟୁର ପାଠଶାଳରେ ତୁମମାନଙ୍କୁ ସ୍ୱାଗତ। ଆଜିର ଭିଡ଼ିଓରେ ଆମେ ଅଷ୍ଟମ ଶ୍ରେଣୀ ସଂସ୍କୃତ ବହିର ଇସ୍ପାତ ନଗରୀ ବିଷୟର ପ୍ରଶ୍ନ ଉତ୍ତର ଆଲୋଚନା କରିବା। ତେବେ ଚାଲ ଆରମ୍ଭ କରିବା। ପ୍ରଥମ ପ୍ରଶ୍ନ, ଏକ ପଦେନ ଉତ୍ତରମ୍ ଲିଖତ। ଗୋଟିଏ ପଦରେ ଉତ୍ତର ଲେଖ। ପିଲାମାନେ ଏଠାରେ କିଛି ପ୍ରଶ୍ନ ଦିଆଯାଇଛି ଏବଂ ତଳେ ଏହାର କିଛି ସମୂହ ଉତ୍ତର ଦିଆଯାଇଛି। ଆମେମାନେ ପ୍ରଶ୍ନକୁ ଦେଖି ତାର ସଠିକ୍ ଉତ୍ତର ବାଛି ଲେଖିବା। ତେବେ ଚାଲ ଆରମ୍ଭ କରିବା। ପ୍ରଥମ ପ୍ରଶ୍ନ, ଓଡ଼ିଶା ରାଜ୍ୟସ୍ୟ कीदृशं ସ୍ଥାନଂ ରାଉରକେଲା। ଓଡ଼ିଶା ରାଜ୍ୟସ୍ୟ ପ୍ରମୁଖଂ ସ୍ଥାନଂ ରାଉରକେଲା। ପରବର୍ତ୍ତୀ ପ୍ରଶ୍ନ, ଅତ୍ର ଶଙ୍ଖ କୋଏଲ ନଦୀଦ୍ୱୟସ୍ୟ ସଂଯୋଗାତ୍ କସ୍ୟାଃ ଉତ୍ପତ୍ତିଃ ଭବତି। ଏହି ପ୍ରଶ୍ନର ଅର୍ଥ କ'ଣ? ଏଠାରେ ଶଙ୍ଖ ଆଉ କୋଏଲ ନଦୀ ଦ୍ୱୟର ସଂଯୋଗରୁ କେଉଁ ନଦୀର ଉତ୍ପତ୍ତି ହୋଇଛି? ଏହାର ଉତ୍ତର କ'ଣ ହେବ? ବ୍ରାହ୍ମଣୀ ନଦ୍ୟାଃ। ପରବର୍ତ୍ତୀ ପ୍ରଶ୍ନ, ଅତ୍ର ମହତ୍ କିମ୍ ଆସୀତ୍। ଏହି ପ୍ରଶ୍ନର ଅର୍ଥ କ'ଣ? ଏଠାରେ ବିଶାଳ କ'ଣ ଥିଲା? ଏହାର ଉତ୍ତର ହେବ ଅରଣ୍ୟମ୍। ପରବର୍ତ୍ତୀ ପ୍ରଶ୍ନ, ଏତାନି ଅସ୍ମାକଂ କସ୍ୟାଃ ପ୍ରଚାରଂ ପ୍ରସାରଂ ଚ କୁର୍ବନ୍ତି। ଏଗୁଡ଼ିକ ଆମର କାହାର ପ୍ରଚାର ପ୍ରସାର କରନ୍ତି? ଏହାର ଉତ୍ତର ହେବ ସଂସ୍କୃତେଃ। ପରବର୍ତ୍ତୀ ପ୍ରଶ୍ନ, ରାଉରକେଲା କା ଇତି ପରିଚିତା। ଏହି ପ୍ରଶ୍ନର ଅର୍ଥ କ'ଣ? ନା ରାଉରକେଲା କ'ଣ ବୋଲି ପରିଚିତ? ଏହାର ଉତ୍ତର ହେବ କଳାନଗରୀ। 2 ନମ୍ବର, ବନ୍ଧନୀ ମଧ୍ୟସ୍ଥ ଯଥାର୍ଥ ପଦୈଃ ଶୂନ୍ୟସ୍ଥାନାନି ପୂରୟତ। ବନ୍ଧନୀ ମଧ୍ୟରେ ଥିବା ଉପଯୁକ୍ତ ପଦ ଦ୍ୱାରା ଶୂନ୍ୟସ୍ଥାନ ପୂରଣ କର। ପ୍ରଥମ ପ୍ରଶ୍ନ, ଏତତ୍ ଡ୍ୟାସ୍ ପୁଣ୍ୟକ୍ଷେତ୍ରମ୍ ଭବତି। ଏହାର ଉତ୍ତର ହେବ ଏକମ୍। ପରବର୍ତ୍ତୀ ପ୍ରଶ୍ନ, ଡ୍ୟାସ୍ ପରିବାରାନ୍ ପୋଷୟନ୍ତି। ଏହାର ଉତ୍ତର ହେବ ତେନ। ପରବର୍ତ୍ତୀ ପ୍ରଶ୍ନ, ସହସ୍ରମ୍ ସହସ୍ରମ୍ ଜନାଃ ଡ୍ୟାସ୍ ବେତନମ୍ ପ୍ରାପ୍ତୁବନ୍ତି। ଏହାର ଉତ୍ତର ହେବ ଅସ୍ମାତ୍। ପରବର୍ତ୍ତୀ ପ୍ରଶ୍ନ, ଅତ୍ର ଡ୍ୟାସ୍ ଅରଣ୍ୟମ୍ ଆସୀତ୍। ଏହାର ଉତ୍ତର ହେବ ମହତ୍। ପରବର୍ତ୍ତୀ ପ୍ରଶ୍ନ, ଡ୍ୟାସ୍ ନୀତ୍ୱା କୃଷିମ୍ କୁର୍ବନ୍ତି। ଏହାର ଉତ୍ତର ହେବ ଜଳମ୍। 3 ନମ୍ବର, ମାତୃଭାଷୟା ଅନୁବାଦମ୍ କୁରୁତ। ମାତୃଭାଷାରେ ଅନୁବାଦ କର। ପିଲାମାନେ ଏଠାରେ କିଛି ସଂସ୍କୃତରେ ବାକ୍ୟ ଦିଆଯାଇଛି। ଏହାକୁ ଆମେ ଓଡ଼ିଆରେ ଅନୁବାଦ କରିବା। ତେବେ ଚାଲ ଆରମ୍ଭ କରିବା। ପ୍ରଥମ ପ୍ରଶ୍ନ, ଜନାଃ ଅସ୍ୟାଃ ନଦ୍ୟାଃ ଜଳମ୍ ନୀତ୍ୱା କୃଷିମ୍ କୁର୍ବନ୍ତି। ଏହାର ଉତ୍ତର ହେବ ଲୋକମାନେ ଏହି ନଦୀର ଜଳକୁ ନେଇ କୃଷି କାର୍ଯ୍ୟ କରନ୍ତି। ପରବର୍ତ୍ତୀ ପ୍ରଶ୍ନ, ଅତ୍ର ବିଭିନ୍ନ ଭାଷାଭାଷୀ ଜନାଃ ନିବସନ୍ତି। ଏହି ପ୍ରଶ୍ନର ଉତ୍ତର କ'ଣ ହେବ? ଏଠାରେ ବିଭିନ୍ନ ଭାଷାଭାଷୀ ଲୋକମାନେ ବାସ କରନ୍ତି। ପରବର୍ତ୍ତୀ ପ୍ରଶ୍ନ, ଅତଃ ଏକବାରମ୍ ଇସ୍ପାତ ନଗରୀ ଅବଶ୍ୟମ୍ ଦ୍ରଷ୍ଟବ୍ୟା। ଏହାର ଉତ୍ତର କ'ଣ ହେବ? ଏଣୁ ଥରେ ଇସ୍ପାତ ନଗରୀକୁ ଦେଖିବା ଉଚିତ। ପରବର୍ତ୍ତୀ ପ୍ରଶ୍ନ, ଅତ୍ର ସୁବିଶାଳା ହନୁମଦ ମୂର୍ତ୍ତିଃ ସ୍ଥାପିତା ଅସ୍ତି। ଏହାର ଉତ୍ତର ହେବ ଏଠାରେ ବିଶାଳ ହନୁମାନ ମୂର୍ତ୍ତି ସ୍ଥାପିତ ହୋଇଅଛି। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶା ରାଜ୍ୟସ୍ୟ ପ୍ରମୁଖମ୍ ସ୍ଥାନମ୍ ରାଉରକେଲା। ଏହାର ଉତ୍ତର ହେବ ଓଡ଼ିଶା ରାଜ୍ୟର ପ୍ରମୁଖ ସ୍ଥାନ ହେଉଛି ରାଉରକେଲା। ପିଲାମାନେ ବର୍ତ୍ତମାନ ଆମେ 3 ନମ୍ବର ପ୍ରଶ୍ନ ଉତ୍ତର ଆଲୋଚନା କଲେ। ଏବେ ଆମେ 4 ନମ୍ବର ପ୍ରଶ୍ନ ଉତ୍ତର ଦେଖିବା। ଶୁଦ୍ଧ ପଦମ୍ ରଚୟତ। ଶୁଦ୍ଧ ପଦ ଲେଖ। ପିଲାମାନେ ଏଠାରେ କିଛି ଶବ୍ଦକୁ ଭୁଲ ଲେଖାଯାଇଛି। ଏହାକୁ ଆମେ ସଠିକ୍ ଭାବରେ ଲେଖିବା। ପ୍ରଥମ ପ୍ରଶ୍ନ, ତାପଚିରି। ଏହାକୁ ଶୁଦ୍ଧ ଭାବରେ ଲେଖିଲେ ହେବ ପରିଚିତା। ପରବର୍ତ୍ତୀ ପ୍ରଶ୍ନ, ଲାରେକେ ଉର। ଏହାକୁ ସଠିକ୍ ଭାବରେ ଲେଖିଲେ ହେବ ରାଉରକେଲା। ପରବର୍ତ୍ତୀ ପ୍ରଶ୍ନ, ଳିଜନ୍ମଥ। ଏହାକୁ ସଠିକ୍ ଭାବରେ ଲେଖିଲେ ହେବ ଜନ୍ମସ୍ଥଳୀ। ପରବର୍ତ୍ତୀ ପ୍ରଶ୍ନ, ସହବେଦବ୍ୟା। ଏହାକୁ ସଠିକ୍ ଭାବରେ ଲେଖିଲେ ହେବ ବେଦବ୍ୟାସଃ। ପରବର୍ତ୍ତୀ ପ୍ରଶ୍ନ, ସ୍ୟତଭାର। ଏହାକୁ ସଠିକ୍ ଭାବରେ ଲେଖିଲେ ହେବ ଭାରତସ୍ୟ। 5 ନମ୍ବର, ସ୍ତମ୍ଭ ମେଳନମ୍ କୁରୁତ। ପିଲାମାନେ ଏଠାରେ 2ଟି ସ୍ତମ୍ଭ ଦିଆଯାଇଛି। 2ଟି ଯାକ ସ୍ତମ୍ଭକୁ ଆମେ ମିଳେଇବା। ଭାରତସ୍ୟ ରାଷ୍ଟ୍ରପତିଃ ପୁଣ୍ୟକ୍ଷେତ୍ରମ୍ ଭବତି। ଅସ୍ମାତ୍ ବେତନମ୍ ପରିବାରାନ୍ ପୋଷୟନ୍ତି। ମନୋହାରିଣୀ ଭୂମିଃ
अस्याः नद्याः। पिलामाने एबे आमे 6 नंबर प्रश्न उत्तर देखिबा। रेखांकित पदस्य संशोधनम कुरुत। रेखांकित पदर संशोधन कर। पिलामाने एठारे किछि वाक्य दिया जाइछि एवं वाक्यर किछि अंशरे गार दिया जाइछि। गार दिया जाइथिबा अंशटी हेउछि भूल। एहाकु आमे सठिक भाबरे लेखिबा। प्रथम प्रश्न जनाः अस्य नद्याः जलम नीत्वा कृषिम कुर्वन्ति। एहार उत्तर हेबो अस्याः। परवर्ती प्रश्न अत्र विभिन्न भाषाभाषी जनाः निवसति। एहार उत्तर हेबो निवसन्ति। परवर्ती प्रश्न सहस्रम सहस्रम जनाः अस्मिन् वेतनं प्राप्नुवन्ति। एहार उत्तर हेबो अस्मात्। परवर्ती प्रश्न इस्पात शिल्पागारस्य निर्माणः आरब्धम्। एहार उत्तर हेबो निर्माणम्। परवर्ती प्रश्न सुविशाला हनुमान मूर्ति स्थापिता। एहार उत्तर हेबो हनुमद मूर्ति। 7 नंबर वाक्यानि रचयत। पिलामाने एठारे किछि शब्द दिया जाइछि। एही शब्द मानंकु नेई आमे वाक्य गठन करिबा। प्रथम शब्द नीत्वा। नीत्वा माने नेई। जनाः नद्याः जलम नीत्वा कृषिम कुर्वन्ति। एहार अर्थ कौन ना लोक माने नदीर जल को नेई कृषि कार्य करन्ति। परवर्ती शब्द आसीत। आसीत माने थिले। अत्र महत अरण्यम आसीत। एहार अर्थ कौन ना एठारे विशाल जंगल थिला। परवर्ती शब्द प्राप्तुवन्ति। प्राप्तुवन्ति माने पाआन्ति। जनाः अस्मात् वेतनम प्राप्तुवन्ति। एहार अर्थ कौन लोक माने एही ठारू दरमा पाआन्ति। परवर्ती शब्द निवसन्ति। निवसन्ति माने बास करन्ति। अत्र विभिन्न भाषाभाषी जनाः निवसन्ति। एहार अर्थ कौन ना एठारे विभिन्न भाषाभाषी लोक माने बास करन्ति। परवर्ती शब्द प्रभुत्वम। प्रभुत्वम माने प्रचुर। अस्मात् शिल्पागारात् प्रभुत्वम अर्थोपार्जनम भवति। एही शिल्पागाररु प्रचुर अर्थ उपार्जन हेउछि। पिलामाने वर्तमान आमे 8 नंबर प्रश्न उत्तर देखिबा। संधि विच्छेदम कुरुत। संधि विच्छेद कर। पिलामाने एठारे किछि शब्द संधि होइकि अछि। एहाकु आमे संधि विच्छेद करि लेखिबा। गौरवान्विता। एहाकु संधि विच्छेद कले हब गौरव युक्त अन्विता। परवर्ती शब्द अर्थोपार्जनम। एहाकु संधि विच्छेद कले हब अर्थ युक्त उपार्जनम। परवर्ती शब्द अत्रापि। एहाकु संधि विच्छेद कले हब अत्र युक्त अपि। परवर्ती शब्द शिल्पागारम। एहाकु संधि विच्छेद कले हब शिल्प युक्त आगारम। परवर्ती शब्द मनोहारिणी। एहाकु संधि विच्छेद कले हब मनः युक्त हारिणी। पिलामाने एठारे आजिर भिडियोटी शेष हेउछि। आशा करुछि भिडियोटी तुम मानंकु भल लागिथिबो। एही भली शिक्षणीय और गुरुत्वपूर्ण भिडियो देखिबा पई एही चैनल को सब्सक्राइब करी पाखरे थिबा बेल आइकन को प्रेस करि दियो।